ଦକ୍ଷ ପ୍ରଜାପତି ଯୋଉ ଯଜ୍ଞ କୁଣ୍ଡ ଥିଲା କାଳ ଭୈରବ ଯଜ୍ଞ କୁଣ୍ଡକୁ ଛାଡ଼ କରିକି ଉପାଡ଼ିକି ଫୋପାଡ଼ିଲା। ସତୀ ସିନା ବୁଡ଼ିଗଲେ ମୋ ମା, କିନ୍ତୁ ସ୍ୱାମୀ ଅନୁଯୁକ୍ତା ସେ ସ୍ତ୍ରୀ, ସ୍ୱାମୀ ବିନା ବଞ୍ଚିବନି। ମୋ ମାର ଯୋଉ ଆତ୍ମାଟା ଗୋଟାଏ ମଣିଷ ଶରୀରରେ ଆତ୍ମାଟା କେତେ ଲମ୍ବା। ଆମେ 84 ଆଙ୍ଗୁଳ ଶରୀର ଧରିଛୁ, ମନେ ରଖିଥାନ୍ତୁ। ଏଗୁଡାକୁ ଏ ଗାୟକ ମାନେ କହିପାରିବେନି ନା। 84 ଆଙ୍ଗୁଳ ଦେହ, ଏ ଶରୀର ଭିତରେ ଗୋଟାଏ ମଣିଷର ଆତ୍ମାଟା କେତେ ଆଙ୍ଗୁଳ ସମସ୍ତେ ମନେ ରଖ। ପ୍ରତ୍ୟେକ ମଣିଷର ଡାହାଣ ହାତର ବୁଢା ଆଙ୍ଗୁଠିଟା ଯେତିକି ଲମ୍ବା, ତମ ଦେହର ଆତ୍ମା ହୃଦୟ ଭିତରେ ସେତିକି ଲମ୍ବା। ମାର ଆତ୍ମାଟା ଯଜ୍ଞ କୁଣ୍ଡର। ଆମେ ବ୍ରାହ୍ମଣ ମାନେ ଇଟା ଆଜିକାଲି ବସଉଛୁ, ଯଜ୍ଞ ହଉଛି, ଏଠି ବି ଯଜ୍ଞଶାଳ ଅଛି, ଆଜିକାଲି ଇଟା ବସେଇ କରୁଛୁ। ସେତେବେଳେ ପଥର, ସେ ପଥର କାଟିକି ବ୍ରାହ୍ମଣ ମାନେ ଯଜ୍ଞ କରୁଥିଲେ। ଗୋଟେ ପଥର ଫାଙ୍କା ଭିତରେ ମୋ ମା ଆତ୍ମାଟା ଗଳିଗଲା। ସେଇ ପଥର ଫାଙ୍କା ଭିତରେ ସତୀଙ୍କର ଅଛି ଆତ୍ମା। କାଳ ଭୈରବ ଯେତେବେଳେ ଫୋପାଡ଼ି ଦେଲେ, କହିଲା ସତୀ ଆତ୍ମା ଥିବା ପଥରଟା ପରା ହିମାଳୟରେ ପଡ଼ିଲା। ହିମାଳୟ ଭାଗ୍ୟା ମେନା ସୁନ୍ଦରୀ ଯେ ଗାଧେଇବା ମାର ଆତ୍ମା ଥିବା ପଥରଟା ଯେତେବେଳେ କାଳ ଭୈରବ ଫୋପାଡ଼ି ଦେଲେ, ସେ ପଥରଟା ପଡ଼ିଲା ହିମାଳୟ ପର୍ବତ, ଗଙ୍ଗା ନଦୀ କୂଳରେ। ସେତିକି ବେଳେ ଆପଣ ମାନଙ୍କର ସାନ ମାନ ଶ୍ରୀ ମେରୁ ମୁଖ ବିଟୁଣା କୁଳସିଆ ସ୍ଥିତ ଏ ସ୍ଥିତି ମୀନା ମୁନି ନାମ ପିମାନନିଆ ଆତ୍ମାନୁରୂପୀ ବିଧିନ ପୟୋମେ। ପିତୃପୁରୁଷ ମାନଙ୍କର କନ୍ୟା ବୋଲେ ଝିଅ, ତା ନାଁଟି ହେଲା ମେନା। ସେଇ ମେନା ଗାଧେଇବାକୁ ଯାଇଛି ହିମାଳୟ ବୋଲେ ପର୍ବତଙ୍କର ସ୍ତ୍ରୀ। ତାମାନେ ହିମାଳୟ ବୋଲି ଗୋଟେ ରାଜା, ଏ ପର୍ବତଟାର ରାଜା ନାଇଁ। ସେଇ ହିମାଳୟ ରାଜ୍ୟରେ ପର୍ବତ ବୋଲି ଜଣେ ରାଜା ଥିଲେ। ଯେମିତି ଆମ ଘର ପାଖରେ ଗୋଟେ ଗହିର ଅଛି, ତା ନାଁ ହେଲା ଘଇତାମାରି ଗହିର। କଣ ପାଇଁ? ସ୍ୱାମୀ ହଳ କରି ଯାଇଛି, ସ୍ୱାମୀ ହଳ କରି ଯାଇଛି, ସ୍ତ୍ରୀ ଗଲା ବେଳକୁ ସ୍ୱାମୀ ବାଡ଼ି ଉଠେଇକି ଡାକୁଛି, ସ୍ତ୍ରୀ ଭାତ ଢାଳିକି ଛୁ। ସେଇ ହିମାଳୟ ପର୍ବତର କୂଳରେ ବା ନିକଟରେ ଜଣେ ରାଜା ରାଜ୍ୟ ଶାସନ କରୁଥିଲେ। ନାଁ ହେଉଛି ପର୍ବତ। ତାଙ୍କ ସ୍ତ୍ରୀର ନାଁ ହେଲା ମୀନା। ପର୍ବତ ଆଉ ମୀନାଙ୍କର ଔରସରୁ ଗୋଟେ ଝିଅ ଜନ୍ମ ହେଲା। ସେ ଝିଅଟା କିଏ? କହିଲା ତାଙ୍କ ପାର୍ବତୀ ଦେନ ଭିଜନେ ବନ୍ଧୁ ପ୍ରିୟା
বন্ধু জন জুহাব ও মাত্রা তো বসা নিষিদ্ধ ও দ্রুমাক্ষীয় সুমুখী যোগাম ପର୍ବତଙ୍କଠୁ ଜନ୍ମ ହେଲା ବୋଲି ନାଁଟି ହେଲା ପାର୍ବତୀ ଆଉ ଗୋଟେ ନାଁ ହେଲା ଉମା ମା ପ୍ରଥମରୁ ମନା କରିଛି ଝିଅ ଲୋ ମା ହିସାବରେ କଥାଟି ରଖିବୁ ତପସ୍ୟା କରିବାକୁ କେବେ ଯିବୁନି ମା ବୋଲେ ବାରଣ କରିବା ମା ବୋଲେ ନାସ୍ତିକ ଚିହ୍ନ ମା ମନା କରିକି ନାଁଟା ଦେଇଦେଲା ଉମା ଝିଅଟା ବଡ ହେଇଯାଇଛି ଯେମିତି ବଡ ହେଇଛି ଯୌବନ ସୃଷ୍ଟି କଲା ସର୍ବଦ୍ରବ୍ୟ ଉପମା ସବୁ ଜୈନ ଯଥା ପ୍ରଦେଶ ବିନିବେଶୀ ଦାନ ନିର୍ମାତା ବିଶ୍ୱ ସୁରୁକୁ ପ୍ରଯତନା ଦେବସ୍ତ ସୌନ୍ଦର୍ଯ୍ୟ ଦିଦୃକ୍ଷଇବ ଯୌବନ ଆଇଛି ଝିଅ ସଖୀ ମାନଙ୍କ ସାଙ୍ଗରେ ଖେଳିବାକୁ ଯାଉଛି କହିଲା ମନ୍ଦାକିନୀ ସୈକତ ବେଦିକା ଭେଇ रे मुह सखी गोता ना निर्भाता संप्रजा देश न परिपूर्ण देवस्त सौंदर्य दिदृक्ष कुमार संभव गाइब माने एमती सीरियल श्लोक हवा दरकार ଆଉ କଥା କହି 4-5ଟା ଶ୍ଲୋକରେ କୁମାର ସମ୍ଭବ ଆଜ୍ଞା ଗାଇଛନ୍ତି ନା ମୁଁ ତ ନଥିଲି ଧନ୍ୟବାଦ ଆଜ୍ଞା ମାନେ କାହାକୁ ବିଶ୍ୱାସ କରେ ଯାହା ବି ହଉ ମୁଁ ତା ଉପରେ ଖୁସି କାହିଁକି ଯାହା ବି ହଉ ସେ ଆପଣ ମାନଙ୍କ ଆଗରେ କୁମାର ସମ୍ଭବକୁ ସୃଷ୍ଟି କଲା ଯେତିକି ସେ ଗାଉ 200 ଗାଉ ଯେ ଯାହା ଶିଖିଥବ କିନ୍ତୁ ତା ଭିତରେ ମୁଖ୍ୟ ଶ୍ଲୋକ ଗୁଡାକ ଦରକାର 1000 ଶ୍ଲୋକ ଗାଇବା ଦରକାର ନାହିଁ 10ଟା ଶ୍ଲୋକରେ ପେଣ୍ଡାଲ ଦେବ ବାପା ଚଳିବ ମୁଁ ଗୋଟିଏ ଗାୟକକୁ ଭଲ ପାଇଥିଲି ଏଇ କୁମାର ସମ୍ଭବରେ ଗାଁ ହଉଛି ମହାନ୍ତି ପାଟଣା ଦେବାବାଇତି ବସୁଛନ୍ତି ତମ ଗାଁରେ ନାଇଁ ଦୁର୍ଯ୍ୟୋଧନ ନାୟକ ଥିଲେ ମୁଁ କୁମାର ସମ୍ଭବ ଗାଇ ଗାଇକି ଆସିଲି କିନ୍ତୁ ସେ 11ଟା ଯାକେ ସ୍ୱର୍ଗ ପର୍ଯ୍ୟନ୍ତ ସବୁ ସ୍ୱର୍ଗରୁ ବେଶୀ ଶ୍ଲୋକ ନୁହଁ ତଥାପି 2-3ଟା ଲେଖେ ଶ୍ଲୋକ ଗାଇ 11ଟା ଯାକେ ଶ୍ଲୋକ ପୂରଣ କରିଦେଲା ମୋ ପକେଟରୁ ମୁଁ 500 ଟଙ୍କା ନେଇକି ନିଜେ ମନେ ଅଛି ନା ନାଇଁ 500 ଟଙ୍କା ନେଇକି ମୁଁ ତାକୁ ପୁରସ୍କାର ଦେଲି କହିଲି ଓଡ଼ିଶାର ଗୋଟେ ଗାୟକ ତତେ ମୁଁ ଦେଖିଲି ତେଣୁ ସେ ଯଦି ଗାଇଥବ ମୁଁ ସାଲୁଟ ମାରୁଛି ଯୌବନରେ ପାଦ ଦେଇଛି ମୋ ଭାଇ ଯୌବନରେ କେତେ ପଦ କହିଛି ପିଲାମାନେ ବାରମ୍ବାର କହିଲେଣି ଢୁମ୍ପା ସଙ୍ଗୀତ ଆଉ କହିଛନ୍ତି ଶିବ ତ ମନା କରିଦେଇଛନ୍ତି ଆଉ ଥରେ ବାହା ହେବିନି ସତୀ ତ ପୋଡ଼ି ଯାଇଛି ଦେବର୍ଷି ନାରଦ କ୍ରମରେ ପଇସା ଆସିଲା ଠିଆ ହୁଅନ୍ତୁ ପଇସା ଆସିଲା ବସି ପଡୁଛନ୍ତି ଦେଖିଲେ ବସି ପଡୁଥିଲେ ପଇସାକୁ ଦେଖିକି ଠିଆ ହେଇ ପଡୁଛନ୍ତି ପଇସା ମାନେ ଆଉ ସିଏ କୁଆଡେ କୁଆଡେ ପଳେଇବେ ସର୍ବେଶ୍ୱର ବାବୁଙ୍କର ତାଙ୍କ ଭଣଜା ବାବୁନାଙ୍କର କଲ୍ୟାଣ କରନ୍ତୁ ସତ୍ୟନାରାୟଣ ସର୍ବଚଲାପଥକୁ ସୁମିତ ହଉ ମାର କଲ୍ୟାଣରେ ତାଙ୍କ ପରିବାର ମଙ୍ଗଳ ହଉ सर्वे बोलानंदे कभार हरि बोल 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 चालू 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 कौन खाली मैं सुइला उठो हमर କିଛି ନାହିଁ चालू चालू कौन है चालू हरि बोल तो देले आपण पैसा हम रखिली दोनों हां एरा कौन करी ये ठाकुर मोटी भोग लागले ठाकुर खाउछथि खाली ते फेवा कथा बासना भगिसी
ବାସ୍ନା ଗ୍ରହଣ କରିବେ। ଓହୋ ବାସ୍ନା ମୁଁ ଗ୍ରହଣ କରିବା ଆଉ କଣ କଣ ଆଉ ଦେବେ? ମୋ ପାଇଁ ଆସିଲା ଦେଖିଲ, ମୁଁ କହିଲା ଖୁଣ୍ଡ ଆସିଲା ମୋ ପାଇଁ। ହଉ ନାରାୟଣ ମଙ୍ଗଳ କରମ୍ ତାଙ୍କୁ। ଆଉ ଦେବେ? ହଁ ଦିଅ ଦିଅ। ହଁ ଆଉ ଦେବେ? ମନ ଖୁସି ହେଲା? ହଁ ପୁରା ଖୁସି ହେଲା। ସୁନ୍ଦର ଭାବିଯିବ, ସୁନ୍ଦର ଭାବି ଆଉ ନେ ନାଇଁ ନାଇଁ ସୁନ୍ଦର ଭାବିଯିବ। ଆରେ ମୁଁ ତ ମହାପୁରୁ ତୁମ ଭକ୍ତ, ହଁ ହଁ ତୁ ତ ନଉଛୁ ମତେ ଦେଖେଇ ଦେଇ, କିନ୍ତୁ ଗୋଟେ କଥା ଜାଣିଛୁ? କଣ କଥା? ମନ୍ଦିର ଭିତରେ ଗୋଟିଏ ଗୋଟିଏ ମାଲୋ ହୁଣ୍ଡି ଥାଏ, ଦାନ ବାକ୍ସ। ହଁ ଦାନ ବାକ୍ସ। ଦାନ ବାକ୍ସରେ ଯୋଉ ପଇସାଟା ପଡେ ତାକୁ ଭକତ ଦଇତାପତି ପୂଜାରୀ କେହି ନେଇ ପାରନ୍ତିନି, ସେଇଟା ଟ୍ରଷ୍ଟକୁ ଯାଏ। ଟ୍ରଷ୍ଟକୁ ମାନେ କିଛି ବୁଝିହେଲାନି। ବୁଝିପାଇଲୁ? ନା ମଣ୍ଡଳ ଅନୁଷ୍ଠାନ ଯୋଉ 10,000 ଟଙ୍କା ମତେ ଦବ, ହଁ 10,000 ଲେଖା ଦେବ। ଯୋଉ ପଇସା ତିକ ଦବ, ହଁ 4 ରାତିରେ 40,50,000 ଟଙ୍କାର ଭାଗ କେତେ ପଡୁଥିଲା? 7,000। ହଁ ସେ ପଇସା ତକ ସବୁ ଯାକ ହୁଣ୍ଡିକି ପଳେଇ ଆଇଛି। କୋଉ ହୁଣ୍ଡିକି ଯିବ? ଟ୍ରଷ୍ଟ। ତମେ ନେଇଯିବ ଏଇ ପଇସା ତକ? ସେଥିରେ ତୋର ଆଉ ଭାଗ ନାହିଁ ରେ ବାପା। ଦରକାର ନାହିଁ ମୋ ଏ ପଇସା ନେଇ ନିଅ। କଣ ପଇସା ମୋର ଦରକାର ନାହିଁ। ଆରେ ଆଉ ଟଙ୍କା 500-600 ଦେଇଦେବି, ମୋ 7-8,000 ବୁଡେଇବେ। ହେ ମୁଁ ଭାଇଲି ଭଲ ଭାରି ଦାନୀକରଣ ଗାୟକ ହେଇଥିବ। ବୋପା ମା ଇଏ ବ୍ରାହ୍ମଣ ଧନ କିଏ ଖାଇବ? ଆରେ ଆଉ ନେ। ନା ନା ବ୍ରାହ୍ମଣ ଧନ ଖାଇ ହବନି। ବ୍ରାହ୍ମଣ ଧନ କିଏ ଖାଇବ? ଜୀର୍ଣ୍ଣ କରି ହବନି। ଚୁପକିନି ବସ। ତୁ ଜାଣିଛୁ ଛେଳି ଖାଇଲେ ଯୋଉ ଗଛକୁ ଛେଳି ଖାଇଲା ସେ ଗଛ ହବନି। ଛେଳି ଖାଇଲେ ହବନି କି ହୋତା ନେଲେ ଆଉ ଦବନି। ଦବନି। ମୁଁ କହୁନି ଯାହା ଗଲା ଯାହା ଗୟା ଗୟା। ଚୁପକିନି ବସ। ଅତଏବ ମାଙ୍କର ଆତ୍ମା ଆପଣ ମାନଙ୍କ ଆଶୀର୍ବାଦ ଆଜ୍ଞା, ଏଇ କଲ୍ୟାଣଟା କେବଳ ସଦାବେଳେ ମୁଣ୍ଡରେ। हे सजन वर्गे, मार आत्मा ता भोपड़ा ही पड़ी काल भैरव द्वारा से पत्थर उपरे हिमालय पर्वत माँ मीना गाधेवा को गला बेले ए पिलाटा जन्म ही कि जौवन संभवा ही साइला बाहाए किए ना सेतिकी बेले विश्व रे अत्याचार करुछु गोटे असुर। किए से असुर? ता नाटा ला तारकासुर। तारकासुर तारकासुर बर पाइछि ब्रह्मांड। केमितिया बर? केमितिया बर? तपस्या करिछि तारका। केमितिया? केमितिया? आ गोटे पद गाउछि। हां रागटा कामुदी कलारे जानू मारिड़ दानव राजन आसन सुधिकु कदली गुड़ाक खानी तटी गत गत हब बोला कदली 4-6टा खाइदेली तू ऊपर कोन? मु कहूची कदली खाओनी। बोला सन सुधिकु करिला आसन सुधिकु करिला करिला आसन सुधिकु करिला जल तुलसी जल भगी बरसे जल तुलसी जल भगी बरसे ब्रह्मार माना मोरटी ब्रह्मरूपकु तांको पाटी सुबुची तू पाटी कौन भी सुबुनी माइक सेट तू पाटी सुबुची 600 250 लिखे दे ओला समूह भागरे तापीण हम तुरत
ତାରକାସୁର ବସିଛି ତପସ୍ୟାରେ। ବେଦପତି ବ୍ରହ୍ମା ଆସିକି ପହଞ୍ଚିଗଲେ। ବ୍ରହ୍ମା କହିଲେ କଣ ମାଗୁଛୁ? ବର ମାଗେ ନା ଅମର ହେବି? ନା ନାଇଁ ସେଇଟା ହେଇପାରିବ। ସେ ମେଡିସିନ ଟା ମୋ କମ୍ପାନୀରେ ନାହିଁ। ଅମର ବର ଦେବାକୁ ଶକ୍ତି ନାହିଁ ମୋର, ଅମର ବର ଦେବାକୁ ଶକ୍ତି ନାହିଁ ମୋର। ଏହି ବର ମାଗିଲୁ ତୁ କେବଳ ପ୍ରକାର, ଅମର ବର ଦେବାକୁ ଶକ୍ତି ନାହିଁ ମୋର। ଲକ୍ଷ୍ମୀ ପୁରାଣ ପଦେ ଲାଗିଲା ଏଠି। ଆଉ ସଜନ ମାଗିଲା ଅସୁର ବର, କହିଲା ପ୍ରଭୁ ଯଦି ଅମର ନ ହେବି, ଶିବ ପାର୍ବତୀ ଶିବ ଆଉ ସତୀଙ୍କର ମିଳନରେ ଯୋଉ ପିଲାଟା ଜନ୍ମ ହବ ତାରି ହାତରେ ମରିବେ। କେଡେ ଚାଲାକି ଅସୁର, କାରଣ ସତୀ ମରି ଯାଇଛି। କହିଲା ସେତିକି ନୁହଁ, ଶିବ ସତୀଙ୍କର ମିଳନ ହବ। ଶିବଙ୍କର ବ୍ରହ୍ମ ବୋଲେ ତେଜ, ବୋଲେ ବୀର୍ଯ୍ୟ ନିଆଁରେ ପୋଡା ହବ, ପୋଡା ବ୍ରହ୍ମରେ ଛୁଆ ହବ। କି କଥା? ପୋଡା ବ୍ରହ୍ମରେ ଛୁଆ? ଏଇଟା ସମ୍ଭବ? ଏଇ କି ଭଳିଆ ବର? ଶିବ ବ୍ରହ୍ମରେ ନିଆଁରେ ତା ବୀର୍ଯ୍ୟ ପୋଡା ହବ, ଖାଲି ପୋଡା ହବ। ये पोड़ा ब्रह्मरे गोटे सातटा माइपी दीटा अंडीरा गर्भ हेबे। सातटा माइपी दीटा अंडीरा गर्भ हेबे? पिलो बपुआ। सातटा स्त्री दीटा अंडीरा गर्भ हेबे। खाली गर्भ हेले हो आउ नाही, से गर्भरे बिंदु गुड़ाक पिलाटा जन्म हवा पूर्वरु खाली पानी रे भासी माछ मंजी भलिया पानी रे भासीबो। आ किन कोन गर्भ हेबे? सबु जाक जोड़ी 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 हेबे। पिलो बपुआ। ये दीटा जाक अंडीरा से बिंदु को छाणी तापरे सात स्त्री लोक को देबे। आउ से सात स्त्री लोक निज कानी रे एमते पिंचिबे न। हां कानी रे पिंचिबे। जणे बसिथब आगे रे 6 जण बसतेबे दी पटे मझीटा हब ता गंडी। हां आउ जो 6 जण स्त्री लोक तांको बिंदु गुडा केरे से पिलाटा हब 6 मुंडिया पिला। बाबा रे 19 मागुर चाष कर तू किने बसे बसे ड्राइवर लोक तो बसला लोक खाली बसई मागुर चाष कला मागुर चाष ए जो 6टा पिला जन्म हेबे ताठी लागी थिबो दोष जे मातृ हरण। होला होला जे मातृ हरण, होला होला जे मातृ हरण। मानिया दोष ताठी लागी थीव जान, मानिया दोष ताठी लागी थीव जान, होला होला लागी थीव जान, मानिया दोष लागी थीव जान। ए सामर देबे गला लोक पैसा होत बाटी दे दियो को सब आड़े पड़ी खाली आसाम नुह बिहार रे भी पड़ी बिहार रे कहला कीटके कनकेश्वरी जे नाम होइला तार। होला होला होइला तार, होला होला होइला तार। बिहार राज्य पड़िला मार शरीर, मार शरीर आगे उत्तर प्रदेश रे पड़ी बोला संतोष जे खंड जेव फिंगे सुदर्शन। भोला भोला झुंगे सुदर्शन, भोला भोला झुंगे सुदर्शन। एणु
ଅନ୍ନପୂର୍ଣ୍ଣା ବୋଲି ହେଲା ତାର ନାମ। ଅନ୍ନପୂର୍ଣ୍ଣା ବୋଲି ଆଜ୍ଞା ଝାଡଖଣ୍ଡରେ ବି ପଡିଛି, ଝାଡଖଣ୍ଡରେ ବି ପଡିଛି। କଲା କିଚକେଶ୍ୱରୀ ଯେ ବୋଲି ନାମ ତା ହୋଇଲା। ଭୋଲା ଭୋଲା ନାମ ତା ହୋଇଲା, ଭୋଲା ଭୋଲା ନାମ ତା ହୋଇଲା। ଦେଶ ବିଭାଜନେ ପରା ମୟୂରଭଞ୍ଜ ହେଲା। ମୟୂରଭଞ୍ଜ ହେଲା, ମୟୂରଭଞ୍ଜ ହେଲା। ରହ ମୁଁ ତାକୁ ଛାଡ଼ିଥିଲି ଏଗୁଡାକ, ମତେ ଖୋଳିକି ପଚାରୁଛ। ଆମେ 20ଟା କହିଥିଲୁ, ଆହୁରି ଥିଲା ଆଉ। ଛାଡ଼ି ଦିଅ ଆମର ହେରା, ଛାଡ଼ି ଦିଅ। ବୋଲୋ ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ, ବୋଲୋ ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ। ଆନନ୍ଦ ସାଗରେ ପୀର ଦରବାରେ ସର୍ବେ ହରିବୋଲ କରତାଳି ହୁଳ ହୁଳି ଦିଅ ଏ ବିଶ୍ୱ ଦୁଃଖ ଯାଉ।